ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ତୁମମାନଙ୍କ ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ଏସ୍ ଓଡ଼ିଆ ଏକାଡେମୀକୁ ସ୍ୱାଗତ। ପିଲାମାନେ, ଆଜିର ଭିଡ଼ିଓରେ ଆମେ ଦେଖିବା ତୁମ ଦଶମ ଶ୍ରେଣୀ ଯେଉଁ 4ଟି କ୍ଲବ୍ ରହିଛି ସେଥିରୁ କ୍ରୀଡ଼ାଙ୍ଗନ କ୍ଲବ୍ର ଅଧିବେଶନ 6ରେ ଦିଆଯାଇଥିବା ଗୃହ କାର୍ଯ୍ୟ। ସେ ଗୃହ କାର୍ଯ୍ୟରେ କ'ଣ ଅଛି ନା ଅଲମ୍ପିକ୍ ରିଙ୍ଗ୍ ଏବଂ ମ୍ୟୁଜିୟମ୍ ବିଷୟରେ ଆମେ ଲେଖିବା। କ'ଣ ଅଛି ନା ଉଦ୍ଦେଶ୍ୟ ହେଲା ଅଂଶଗ୍ରହଣକାରୀ ସୃଜନଶୀଳ କାର୍ଯ୍ୟ ମାଧ୍ୟମରେ ଅଲମ୍ପିକ୍ ରିଙ୍ଗ୍ ଏବଂ ମ୍ୟୁଜିୟମ୍ ବିଷୟରେ ଜାଣିବେ, ପରସ୍ପରକୁ ସମ୍ମାନ ଦେବା ସହ ମିଳିମିଶି ଶ୍ରେଣୀଗୃହ ପରିଚାଳନା କରିବେ। ତ ଏଇଟା ହେଲା ଏ ଖେଳର ଉଦ୍ଦେଶ୍ୟ। ତେଣୁ ଯେଉଁ 4ଟା କ୍ଲବ୍ ରହିଛି ପ୍ରତ୍ୟେକ କ୍ଲବ୍ର ପ୍ରତ୍ୟେକ ଅଧିବେଶନ ମୁଁ ଅପଲୋଡ଼ କରୁଛି। ଯେଉଁମାନେ ଦେଖୁନ ଦେଖିଦିଅ, ଆଉ ଚ୍ୟାନେଲ୍କୁ ନିଶ୍ଚିତ ଭାବରେ ସପୋର୍ଟ କର, ସବସ୍କ୍ରାଇବ୍ କର, ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କର, ସେମାନେ ମଧ୍ୟ ଉପକୃତ ହୁଅନ୍ତି। ଆଉ ଯେଉଁମାନେ এই ଚ୍ୟାନେଲ୍ ସହିତ ଜଡ଼ିତ ହୋଇକି ରହିବ ସେମାନଙ୍କୁ ନିଶ୍ଚିତ ଭାବରେ ମୁଁ ପ୍ରୋଜେକ୍ଟ ୱାର୍କ ପ୍ରୋଭାଇଡ଼ କରିବି। ଆରାମସେ 100% ତୁମେ ନମ୍ବର ରଖିପାରିବ 20ରୁ 20। ତେଣୁ ଆଶା କରିବି ଚ୍ୟାନେଲ୍କୁ ନିଶ୍ଚିତ ଭାବରେ ସପୋର୍ଟ କର, ସବସ୍କ୍ରାଇବ୍ କର। ଆଉ ଯଦି କିଛି ଡାଉଟ୍ ରହୁଛି କମେଣ୍ଟ ସେକ୍ସନରେ କମେଣ୍ଟ କର। ଆଉ କେଉଁ ଅଧିବେଶନ ଯଦି ଆବଶ୍ୟକ ଅଛି ତାହା ମଧ୍ୟ ଜଣାଅ। ଲାଇକ୍ କରିବାକୁ ଆଦୌ ଭୁଲ ନାହିଁ। ଚାଲ ଦେଖିବା ଆଜିର ଉତ୍ତର କ'ଣ ହେବ ଅଧିବେଶନ 6ର। ଦେଖିଦିଅ ଗୃହ କାର୍ଯ୍ୟରେ କ'ଣ ଦେଇଛି ନା ଏଠି ଦେଇଛି ଅଂଶଗ୍ରହଣକାରୀ କ୍ରୀଡ଼ାଙ୍ଗନ ଖାତାରେ ଅଲମ୍ପିକ୍ ରିଙ୍ଗ୍ ଏବଂ ମ୍ୟୁଜିୟମ୍ ବିଷୟରେ ଲେଖିବେ। ଏଇଟା ହେଲା ଇମ୍ପୋର୍ଟାଣ୍ଟ ଜିନିଷ। ଯେଉଁ କାର୍ଯ୍ୟଫର୍ଦ୍ଦ ଏଠି ନାହିଁ କିନ୍ତୁ ଏ ଗୃହ କାର୍ଯ୍ୟ ଦେଇଛି, କାର୍ଯ୍ୟଫର୍ଦ୍ଦ ଭଳି ଆମକୁ ଏଇଟା ଲେଖିବା ପାଇଁ ପଡ଼ିବ। ତେଣୁ ଚାଲ କ'ଣ ଲେଖିବା। ଯେଉଁ ଅଲମ୍ପିକ୍ ରିଙ୍ଗ୍ ରହିଛି, କେତେଟା ରିଙ୍ଗ୍ ରହିଛି ସେଥିରେ 5ଟା ରହିଛି। 1 2 3 4 5। ପ୍ରଥମ ରିଙ୍ଗ୍ କାହାକୁ ବୁଝାଉଛି? ବ୍ଲୁ କଲର୍ ନା ୟୁରୋପ, ବ୍ଲାକ୍ କଲର୍ ଆଫ୍ରିକା, ରେଡ୍ କଲର୍ ଆମେରିକା, ୟେଲୋ କଲର୍ ଏସିଆ, ଗ୍ରୀନ୍ କଲର୍ ଅଷ୍ଟ୍ରେଲିଆ। ଆମେ ଜାଣିଗଲେ କେଉଁ କଲର୍ କେଉଁଥିର କେଉଁ କଣ୍ଟିନେଣ୍ଟକୁ ବୁଝାଉଛି, ଯାହାଦ୍ୱାରା କି ଆମେ ଯେତେବେଳେ ବି କମ୍ପିଟେଟିଭ୍ ଏକ୍ଜାମ୍ ଦେବା ଯଦି କିଛି ବି କ୍ୱେଶ୍ଚନ୍ ଆସିବ କରିପାରିବା ଆରାମସେ। ତାପରେ ଦେଖ ରହିଛି ଡିଫରେନ୍ସେସ୍, ତଫାତ୍ କ'ଣ ରହିଛି? ହାଉ ମେନି କାଇଣ୍ଡସ୍, କେତେ ପ୍ରକାର ଅଛି। ଦେଖ ଆନସିଏଣ୍ଟ ଅଲମ୍ପିକ୍ ଥିଲା କେବଳ ସମର ଅଲମ୍ପିକ୍ ଥିଲା, କିନ୍ତୁ ଆଧୁନିକ ଅଲମ୍ପିକ୍ଟା 2 ପ୍ରକାର, ଗୋଟେ ହେଲା ସମର ଆଉ ଗୋଟେ ହେଲା ୱିଣ୍ଟର। କ'ଣ କ'ଣ ଖେଳ ଖେଳା ହୁଏ? ଆନସିଏଣ୍ଟ ଅଲମ୍ପିକ୍ ଯେଉଁଟା ପୁରାତନ ଅଲମ୍ପିକ୍ ଖେଳ ଥିଲା ସେଥିରେ ରନିଂ ରେସେସ୍, ହର୍ସ ରାଇଡ଼ିଂ ଆଣ୍ଡ ସୋ ଅନ୍, ଆଉ କିଛି କିଛି ରହୁଥିଲା। କିନ୍ତୁ ଆଧୁନିକ ଅଲମ୍ପିକ୍ରେ କେତେଟା ଖେଳକୁ ଯୋଗ କରାଯାଇଛି? 250 ସ୍ପୋର୍ଟସ୍, ସ୍କିଇଂ, ଆଇସ୍ ସ୍କେଟିଂ ଆଣ୍ଡ ସୋ ଅନ୍, ଏଭଳି ଆହୁରି ଅନେକ ରହିଛି। ତା ସହିତ ଦେଖ ଏଥଲେଟ୍ସ ଓନ୍ଲି ମେନ୍ ଇନ୍ ଗ୍ରୀସ୍, ଗ୍ରୀସ୍ ଲୋକମାନେ କେବଳ ଖେଳୁଥିଲେ। ଏଇଟା ଏନି ଏଥଲେଟ୍ସ ଫ୍ରମ୍ ଅଲ୍ ଓଭର୍ ଦି ୱାର୍ଲଡ଼, ପୁରା ଆଧୁନିକ ଅଲମ୍ପିକ୍ରେ ପୁରା ପୃଥିବୀ ସାରାର ଯେତେ ଏଥଲେଟ୍ ଭାଗ ନେଇପାରିବେ। ଏଇଟା କେଉଁଠି ଖେଳ ହେଉଥିଲା ନା ଗ୍ରୀସ୍ ସିଟିରେ ହେଉଥିଲା। ଏନି ସିଟି ଇନ୍ ଦି ୱାର୍ଲଡ଼, ଆଧୁନିକ ଅଲମ୍ପିକ୍ ଖେଳଟା ପୃଥିବୀର ଯେକୌଣସି ସିଟିରେ ଆୟୋଜନ କରାଯାଇପାରିବ। ପ୍ରାଇଜ୍ କ'ଣ ରହୁଛି? ଅଲିଭ୍ ରେଥ୍, ଆଗରୁ ଅଲିଭ୍ ପତ୍ରକୁ ନେଇକି ତାକୁ ମୁଣ୍ଡରେ କେପ୍ ଭଳିଆ ଦେଇକି ତାକୁ ପୁରସ୍କୃତ କରାହେଉଥିଲା। ତ ବର୍ତ୍ତମାନ ସବୁ କ'ଣ ଦିଆହେଉଛି ନା ଗୋଲ୍ଡ, ସିଲଭର ଆଉ ବ୍ରୋଞ୍ଜ ମେଡ଼ାଲ୍ ଦିଆହେଉଛି ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ଼ ପୁରସ୍କାର ପାଉଥିବା ବ୍ୟକ୍ତିମାନଙ୍କୁ। ତାପରେ ଆମେ ଜାଣିବା, ଦେଖ ଏହି 5ଗୋଟି ରିଙ୍ଗ୍ ଏକତ୍ର ଅଲମ୍ପିକ୍ ରିଙ୍ଗ୍ ଭାବରେ ଜଣାଶୁଣା। ଏହି ପ୍ରତୀକ ମୂଳତଃ 1913ରେ କିବୋଟିନ୍ଙ୍କ ଦ୍ୱାରା ସୃଷ୍ଟି କରାଯାଇଥିଲା। ଏସିଆ, ଆଫ୍ରିକା, ଆମେରିକା, ୟୁରୋପ ଏବଂ ଓସେନିଆର ବାସ କରୁଥିବା 5ଟି ଓସେନିଆ ଅର୍ଥ ଅଷ୍ଟ୍ରେଲିଆ ବାସ କରୁଥିବା 5ଟି ମାଳଦ୍ୱୀପକୁ ପ୍ରତିନିଧିତ୍ୱ କରିବା ପାଇଁ ସେ ଏହି ରିଙ୍ଗ୍ ଗୁଡ଼ିକ ଉଦ୍ଦିଷ୍ଟ କରିଥିବା ଜଣାପଡ଼ିଛି। ତାପରେ ଦେଖ 5 ଅଲମ୍ପିକ୍ ରିଙ୍ଗ୍ର ଅର୍ଥ କ'ଣ ନା ଅଲମ୍ପିକ୍ ପ୍ରତୀକ ଅଲମ୍ପିକ୍ ଆନ୍ଦୋଳନରେ କାର୍ଯ୍ୟକଳାପ ପ୍ରକାଶ କରେ ଏବଂ 5ଟି ମହାଦେଶର ମିଳନ ଏବଂ 5ଟି ମହାଦେଶରୁ ଅଲମ୍ପିକ୍ ଗେମ୍ସର ସମଗ୍ର ବିଶ୍ୱରୁ ଆଥଲେଟ୍ସମାନଙ୍କର ସଭାକୁ ପ୍ରତିନିଧିତ୍ୱ କରେ। 5ଟି ସରକାରୀ ଅଲମ୍ପିକ୍ ମୂଲ୍ୟ କ'ଣ? ଧାରା 4ରେ ଅଲମ୍ପିକ୍ସର 5ଟି ଶିକ୍ଷାଗତ ବିଷୟବସ୍ତୁ ସହିତ ଅନ୍ତର୍ଗତ ପୃଷ୍ଠଭୂମି ଏବଂ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ। ଖେଳ ଏବଂ ଶାରୀରିକ କାର୍ଯ୍ୟକଳାପର ପ୍ରୟାସର ଆନନ୍ଦ, ନ୍ୟାୟ, ଖେଳ, ଅନ୍ୟମାନଙ୍କୁ ସମ୍ମାନ, ଶରୀର, ଇଚ୍ଛା ଏବଂ ମନ ମଧ୍ୟରେ ଉତ୍କର୍ଷତା ଏବଂ ସନ୍ତୁଳନ ଅନୁସରଣ। ଅଲମ୍ପିକ୍ର ଉଦ୍ଦେଶ୍ୟ କ'ଣ? ସିଡ୍ସ ଆଲ୍ଟିୟସ୍ ଫୋର୍ଟିୟସ୍ ହେଉଛି ଅଲମ୍ପିକ୍ ଗେମ୍ସର ମୂଳ ଉଦ୍ଦେଶ୍ୟ, ଏକ ଘଟଣା ଯାହା ମାନବ ଆତ୍ମାର ଏକତା ଏବଂ ଅତ୍ୟଧିକ ପ୍ରତୀକ ଅଟେ। ଏହି 3ଟି ଲାଟିନ୍ ଶବ୍ଦର ଅର୍ଥ ହେଉଛି ସ୍ୱିଫ୍ଟର, ହାୟର, ଷ୍ଟ୍ରଙ୍ଗର। ଅଲମ୍ପିକ୍ ପତାକାର ଇତିହାସ କ'ଣ?
1914 କିବୋଟିନ୍ଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଅଲମ୍ପିକ୍ ପତାକା ହେଉଛି ପ୍ରୋଟୋଟାଇପ୍। ଏଥିରେ 5ଟି ରିଙ୍ଗ 5ଟି ରଙ୍ଗର ନୀଳ, ହଳଦିଆ, କଳା, ସବୁଜ, ନାଲି। ଅଲମ୍ପିକ୍ ମ୍ୟୁଜିୟମ୍। IOCର ତତ୍କାଳୀନ ରାଷ୍ଟ୍ରପତି ଜୁଆନ୍ ଆଣ୍ଟୋନିଓ ସମରନ୍ସଙ୍କ ଉଦ୍ୟମରେ ଏହି ସଂଗ୍ରହାଳୟ 23 ଜୁନ୍ 1993ରେ ପ୍ରତିଷ୍ଠିତ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ମେକ୍ସିକୋର ସ୍ଥପତି ପେଡ୍ରୋ ରାମିରେଜ୍ ଭାଜେଜ୍ ଏବଂ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟିର ସଦସ୍ୟ ଏବଂ ଜାନ୍ ପିୟର୍ କାହେନ୍ ଦାୟିତ୍ୱରେ ଥିଲେ। 1995ରେ ଏହି ସଂଗ୍ରହାଳୟକୁ ୟୁରୋପୀୟ ମ୍ୟୁଜିୟମ୍ ଅଫ୍ ଦି ଇୟର୍ ଭାବରେ ନାମିତ କରାଯାଇଥିଲା। 2012ରୁ 2013 ମଧ୍ୟରେ 23 ମାସର ନବୀକରଣ ପରେ 21 ଡିସେମ୍ବର 2013ରେ ଅଲମ୍ପିକ୍ ସଂଗ୍ରହାଳୟ ପୁନଃ ଖୋଲାଗଲା। ବିଲ୍ଡିଂର ପରିବର୍ତ୍ତନ ସମୟରେ ଅଲମ୍ପିକ୍ ପାର୍କ ସମ୍ମୁଖରେ CGNର ଏକ ଡଙ୍ଗାରେ ଏକ ଅସ୍ଥାୟୀ ପ୍ରଦର୍ଶନ ସ୍ଥାପନ କରାଯାଇଥିଲା। ନବୀକରଣ ସହିତ ସଂଗ୍ରହାଳୟର ପୃଷ୍ଠ 2000 ମିଟର ସ୍କୋୟାର ଅର୍ଥ 22,000 ବର୍ଗଫୁଟ 2011ରୁ 3,000 ମିଟର ସ୍କୋୟାର ଅର୍ଥ 32,000 ବର୍ଗଫୁଟକୁ ବୃଦ୍ଧି ପାଇଲା। ତେଣୁ ଏହି ଅଲମ୍ପିକ୍ କ୍ରୀଡ଼ା ପ୍ରତି 4 ବର୍ଷରେ ଥରେ ଅନୁଷ୍ଠିତ ହୁଏ। ସାମ୍ପ୍ରତିକ ଯୁଗରେ ହକି, ଫୁଟବଲ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସାଙ୍ଗକୁ ଦୌଡ଼ ପ୍ରତିଯୋଗିତା, ଭାରୋତ୍ତୋଳନ, କୁସ୍ତି, ସନ୍ତରଣ, ଧନୁର୍ବିଦ୍ୟା ଆଦି ବିଭିନ୍ନ ପ୍ରତିଯୋଗିତା ଏଥିରେ ସ୍ଥାନିତ ହୋଇଥାଏ। ଅଲମ୍ପିକ୍ କ୍ରୀଡ଼ାର ଜନ୍ମଜାତକ ପ୍ରାଚୀନ ଗ୍ରୀସ୍ ଦେଶର ଅଲମ୍ପିଆ ନାମକ ସ୍ଥାନ ସହିତ ସଂଶ୍ଳିଷ୍ଟ। ପ୍ରଥମେ ଏହା ଏକ ଧର୍ମ ଉତ୍ସବ ରୂପେ ଆତ୍ମପ୍ରକାଶ କରିଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଏହା ବିଶ୍ୱସ୍ତରୀୟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନର ଏକ ବିଶାଳ ଅନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରିଛି। ଗ୍ରୀକମାନଙ୍କର ପ୍ରଧାନ ଦେବତା ଜିୟସ୍ଙ୍କ ସମ୍ମାନାର୍ଥେ ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା। ବିଶ୍ୱର ଯେଉଁ ପ୍ରସିଦ୍ଧ ସ୍ଥାନମାନଙ୍କରେ ଏପର୍ଯ୍ୟନ୍ତ ଆଧୁନିକ ଅଲମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ହୋଇଛି ସେଗୁଡ଼ିକ ମଧ୍ୟରେ ପ୍ୟାରିସ୍, ଲଣ୍ଡନ, ବର୍ଲିନ୍, ଆମଷ୍ଟରଡାମ୍, ମିଉନିକ୍, ବାର୍ସେଲୋନା, ଆଟଲାଣ୍ଟା ଓ ସିଡନୀ ଆଦି ପ୍ରଧାନ। ଅଲମ୍ପିକ୍ କ୍ରୀଡ଼ାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ବିଜୟ ଲାଭ କରିଥିବା ଖେଳାଳିମାନଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକମାନ ପୁରସ୍କାର ରୂପେ ବିତରଣ କରାଯାଇଥାଏ। ଆଧୁନିକ ଅଲମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା 1996 ମସିହାରୁ ହୋଇ ଆସୁଥିଲେ ମଧ୍ୟ ଭାରତ 1896 ମସିହାରୁ ହୋଇ ଆସୁଥିଲେ ମଧ୍ୟ ଭାରତ 1928 ମସିହାରେ ଆମଷ୍ଟରଡାମ୍ ଠାରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ପ୍ରଥମେ ଭାଗ ନେଇଥିଲା। ଏହି ପ୍ରତିଯୋଗିତାରେ ହକି ଖେଳରେ ବିଜୟ ଲାଭ କରି ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିବାର ଗୌରବ ଅର୍ଜନ କରିଥିଲା। 1928 ଠାରୁ 1980 ଖ୍ରୀଷ୍ଟାବ୍ଦ ମଧ୍ୟରେ 14 ଥର ଅଲମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା ବେଳେ ଭାରତ 8 ଥର ହକି ଖେଳରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଏଥିରେ ଧ୍ୟାନଚାନ୍ଦଙ୍କ ଅବଦାନ ଅବିସ୍ମରଣୀୟ। ତ ଏଇଠି ଆମେ ଜାଣିଲେ ଅଧିବେଶନ 6ର ଯେଉଁ ଅଲମ୍ପିକ୍ କ୍ରୀଡ଼ାର ଯେଉଁ ରିଙ୍ଗ ଆଉ ତାର ମ୍ୟୁଜିୟମ୍ ବିଷୟରେ ଜାଣିଲେ। ଯଦି ଭିଡ଼ିଓଟି ତୁମମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି ଏବଂ 100% ନମ୍ବର ଶିକ୍ଷକ ନିଶ୍ଚିତ ରୂପେ ତୁମକୁ ଦେବେ। ତେଣୁ ଚ୍ୟାନେଲକୁ ଯଦି ନୂଆ ଆସିଛ ସବସ୍କ୍ରାଇବ୍ କରିକି ରଖ। ଚ୍ୟାନେଲକୁ ସପୋର୍ଟ ସହିତ ରହୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।